ମାଛ ନେଇ ଆସୁଥିବା ବେଳେ ବାଇକ୍ ଆରୋହୀକୁ ଆଗପଟୁ ଧକ୍କା ଦେଲା ଚିପ୍ସ ଓ ରଡ୍ ବୋଝେଇ ଟ୍ରାକ୍ଟର। ଘଟଣାସ୍ଥଳରେ ବାଇକ୍ ଆରୋହୀର ମୃତ୍ୟୁ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା କାଳରୋହି ଗ୍ରାମର ମୁରଲୀଧର ମଣ୍ଡଳ ନିଜ ବାଇକ୍ରେ ଡଗରା ଅଞ୍ଚଳରୁ ମାଛ ବୋଝେଇ କରି ବାଲିଆପାଳ ବଜାରକୁ ବିକ୍ରି କରିବା ପାଇଁ ଆସୁଥିବା ବେଳେ ବାଲିଆପାଳ କାଳିପଦା ମୁଖ୍ୟ ରାସ୍ତାର କେନାଲ ଆଡ଼ି ଛକ ନିକଟରେ କାଳିପଦା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଚିପ୍ସ ଓ ରଡ୍ ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀ ଜଣକ ବାଇକ୍ରୁ ତଳକୁ ଖସି ପଡ଼ିଥିଲା ବେଳେ ଟ୍ରାକ୍ଟରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ବାଇକ୍ ଆରୋହୀକୁ ଆମ୍ବୁଲାନ୍ସ ଯୋଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ମୁରଲୀଧରଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ଖବର ପାଇ ବାଲିଆପାଳ ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ବାଲେଶ୍ୱରରୁ ଭରତ କୁମାର ଦାସଙ୍କ ରିପୋର୍ଟ, ନୀଳାଦ୍ରି ମିଡିଆ। ଏଭଳି ଅଧିକ ଖବର ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁନି। ରହୁଛୁ, ନମସ୍କାର।